କଥା ବି ସବୁ ମୁଣ୍ଡ ପୁରଉନି। ଆଉ ମୁଁ କହୁଥିଲି ଯୋଉ ଜମିଟାକୁ ଟିକେ ଭାଗ କରିଦେଇଥାନ୍ତେ। ଜମି କାଇଁ ଭାଗ ହବ? ଆମେ ତ ଦି ଭାଇ, ଆମର ଦିର ବାପା ତ ଗଲା ଦିନଠୁ କହିଦେଇଛନ୍ତି ଆମର ଭାଗ ହବାର ନାହିଁ। ତୁ କଣ କହିଲୁ ଜମି ଭାଗ ହବ? ଆଉ ମୁଁ ବାହାସାହା ହେବି, ମତେ ପୁଣି ଖର୍ଚ୍ଚ ବାର୍ଚ୍ଚ କରିବାକୁ ପଡିବ। ତୁ ତ ଆଉ ପଇସା ଦଉନୁ, ଆଉ ମୁଁ କେମିତି ଚଳିବି, କେମିତି କଣ କରିବି? ନା 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 କଣ ଖର୍ଚ୍ଚ ଦଉନି? ସେଠି ତ ଟୋଟାଲ ମୁଣ୍ଡ ପୁରଉନୁ। ତା ମାନେ କଣ ତୁ ଜମି ଭାଗ କରିଦବୁ? ଆଉ ଜମି ଭାଗ କରିବିନି? କାଇଁ କରିବୁ? ଆଉ ମୁଁ କେତେ ମୂଲ୍ୟ ପକେଇକିରି କାମ କରେଇବି ଏଠି ରହିକି? ତା ପାଇଁ ପୁଣି ପଇସା ଦରକାର ନା ନାଇଁ? ମୁଁ କୋଉଠୁ ଆଣିବି? ଓଲି ଟିକେ ପାଣି ଆଣ ପିଇବା। ଭାଇ ବସିଛୁ? ହଁ। କହୁଥିଲି ଗୋଟେ କଥା ଥିଲା। କଣ ଥିଲା? କହୁଥିଲି ତୁ ତ ଆଉ ରହୁନୁ ଏଠି। ହଁ ତୁ ତ ଯାଇ ଭାଉଜଙ୍କୁ ନେଇ ବିଦେଶରେ ରହିବୁ। ହଁ। ଆଉ ତ ତୁ ଏ ଘର କଥା ବି ସବୁ ମୁଣ୍ଡ ପୁରଉ। ଆଉ ମୁଁ କହୁଥିଲି ଯୋଉ ଜମିଟାକୁ ଟିକେ ଭାଗ କରିଦେଇଥାନ୍ତେ। ଜମି କାଇଁ ଭାଗ ହବ? ଆମେ ତ ଦି ଭାଇ, ଆମର ଦିର ବାପା ତ ଗଲା ଦିନଠୁ କହିଦେଇଛନ୍ତି ଆମର ଭାଗ ହବାର ନାହିଁ। ତୁ କଣ କହିଲୁ ଜମି ଭାଗ ହବ? ଆଉ ମୁଁ ବାହାସାହା ହେବି, ମତେ ପୁଣି ଖର୍ଚ୍ଚ ବାର୍ଚ୍ଚ କରିବାକୁ ପଡିବ। ତୁ ତ ଆଉ ପଇସା ଦଉନୁ, ଆଉ ମୁଁ କେମିତି ଚଳିବି, କେମିତି କଣ କରିବି? ନା 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 କଣ ଖର୍ଚ୍ଚ ଦଉନି? କମି ଯାଉଛି? ମୋର ଖର୍ଚ୍ଚ କମି ଯାଉଛି, ମୁଁ ତତେ ଦଉନାହିଁ। ଖର୍ଚ୍ଚ କମି ଯାଉଛି ତ। ମୋର ଖର୍ଚ୍ଚ ବଢୁଛି ନା କମୁଛି? ଆଉ ତୁ ତ ସବୁ ଆଡକୁ ଦେଖିକିନା କରିବି ନା ନାଇଁ? ମା ପାଖକୁ ପଇସା ପଠଉନି? ତୁ ଆସିକି କହିଲୁନି, ହଠାତ୍ କହିଲୁନି ଆସିକି ଜମି ବାଡି ଦରକାର, ଭାଗ ଦରକାର। ସେଠି ତ ଟୋଟାଲ ମୁଣ୍ଡ ପୁରଉନୁ। ତା ମାନେ କଣ ତୁ ଜମି ଭାଗ କରିଦବୁ? ଆଉ ଜମି ଭାଗ କରିବିନି? କାଇଁ କରିବୁ? ଆଉ ମୁଁ କେତେ ମୂଲ୍ୟ ପକେଇକିରି କାମ କରେଇବି ଏଠି ରହିକି? ତା ପାଇଁ ପୁଣି ପଇସା ଦରକାର ନା ନାଇଁ? ମୁଁ କୋଉଠୁ ଆଣିବି? କିଛି କରିବନି, ଖାଲି ଆଡ଼ିକି ବସିବ ଆଉ। ତମେ ତ ବାହାର ଦେଇ ରହୁଛ, ତମେ ଟୋଟାଲ ମୁଣ୍ଡ ପୁରଉନୁ। ଆଗରୁ ପଇସା ଦଉଥିଲୁ, ଏବେ ମା କଥା ବି ମୁଁ ବୁଝିପାରୁନି, ମୋ ପାଖରେ ପଇସା ହିଁ ନାହିଁ। ମାଙ୍କୁ ପଚାର, ମା ଯାହା କହିବ ସେଇଆ କରିବା। ମୁଁ ମନକୁ ଭାଗ କରିପାରିବି ନାହିଁ। ଟିକେ ଆଣିକି ଦବ ବୋଲି କହିଲୁ ଭାଇ। ବୁଝିବା କଥା। କଣ ବୁଝିବା? ଏଇ ଜମି ବିଷୟରେ କହୁଥିଲି, ଟିକେ ଭାଗ କରିଦବା। ମାନେ କଣ ଆଉ ମୁଣ୍ଡ ଟା ମୋର ଖରାପ ହେଇଗଲାଣି। ଆମେ ଏତେ ଦିନ ପରେ ଗୋଟେ ବାହାରୁ ଆଇଲୁ, ଆମେ ଗୋଟେ କଣ କଥାବାର୍ତ୍ତା ହବା? ଇଏ ଆଇଲାଣି ସକାଳୁ କୁଆଡୁ ରାଉ ରାଉ ହେଇ ଆଇଲାଣି, ତାର ଜମି ଭାଗ କର। ଜମି ଭାଗ ମୁଁ କେମିତି ମନକୁ କରିଦେବି? ସାମାନ୍ୟ ଏଇ ଜମି ପାଇଁ କି ତମେ ଦି ଭାଇ ବସିକି ସବୁବେଳେ ପାଟିତୁଲ ଚଲେଇଛ? ସେ ଭାଗ କଥା କହିଲାଣି, ଆଉ କଣ କହିବ କହୁନ? ଦି ଭାଇ ତମକୁ ମୁଁ କହୁଛି ଗୋଟେ କଥା ଅଛି, ମା ଏବେ ବି ଅଛନ୍ତି, ଆମ ମୁରବି ଅଛନ୍ତି। ତମେ ଏମିତି ବସିକି ଜମି ପାଇଁ ପାଟିତୁଲ କରନି। କାହିଁକିନା ଚାଷ ପାଇଁ ଭାଇ ପଇସା ଦଉନି ଟୋଟାଲ। ଆରେ ତୁ ଚାଷ କେତେ ଆଣି ମୂଲ୍ୟ ପକେଇବି? ମୋର ସେଠି ଆମର ଯୋଉଠି ରହିଛୁ ବିଦେଶରେ ଖର୍ଚ୍ଚ କଣ କମ? ମୁଁ ପଠେଇ ପାରୁନି, ଏଇ 2-3 ମାସ ହବ ପଠେଇନି। କାହିଁକି ପଠେଇନି, କଣ ପାଇଁ ପଠେଇନି, ସେଟା ତୁ ବୁଝିବୁ ଆଗ। ଆସିକି ଦମଦମ ହେଇକି ଜମି ଭାଗ କର। ହଁ ଛାଡ, ଯାହା ବି ହେଇଛି ହେଇଛି। ଆମେ ଯାହା ବି ଡିସିସନ ନବ ମାଙ୍କୁ ପଚାରିକି ନବ। ସେମିତି ମା ଆସୁ। ଆସିଲେ ଯାଇକି ଆମର କଥାବାର୍ତ୍ତା। ଆମର ମୁରବି ଅଛନ୍ତି, ମନେ ରଖ ତମେ। ମାଙ୍କୁ ଡାକୁନ।